ମୁଁ ଆଶୁତୋଷ ମହାପାତ୍ର, ଯାତ୍ରାର ଲେଖକ ନିର୍ଦ୍ଦେଶକ। ସିରିଏଲ ଯାତ୍ରା ଇଏ ସବୁ କଳାର ଅନ୍ତର୍ଭୁକ୍ତ, ତେଣୁ ଫରକ ଯିଏ ଯାହା ଯୋଉ ଡିପାର୍ଟମେଣ୍ଟରେ ଅଛି ତା ପାଇଁ ସେଟା ଫରକ ପଡିବ କିମ୍ବା ସିଏ କଣ କରିବ, କିନ୍ତୁ ମୁଁ ଯେତେବେଳେ ଯୋଉ କାମରେ ଥାଏ ମୁଁ ସେଇ କାମରେ କେବଳ ମନେ ରଖେ। ମୁଁ ଯେତେବେଳେ ସିରିଏଲ କରେ କେବଳ ସିରିଏଲ କଥା ଭାବେ, ଅଭିନେତା ଭାବରେ ଭାବେ। ଯେତେବେଳେ ଯାତ୍ରାକୁ ଆସେ ଲେଖିଲା ବେଳେ କେବଳ ଲେଖକ ହିଁ ଲେଖେ, ନିର୍ଦ୍ଦେଶନା ଦେଲା ବେଳେ ସେ ଡିପାର୍ଟମେଣ୍ଟକୁ ସମ୍ଭାଳେ। ତେଣୁ ମୋର କର୍ମ ଅନୁସାରେ ମୁଁ କର୍ମ କରି ଚାଲେ। ଆଉ ଏଇ ବର୍ଷ ପ୍ରଥମ ଥର ପାଇଁ ଭାରତ ଭୂଷଣ ଦେଓଙ୍କର ଏ ଯୋଉ କୋଣାର୍କ ଗଣନାଟ୍ୟରେ ମୁଁ ଆସିଛି। ଏ ପାର୍ଟିରେ ଏଇଟା ମୋର ପ୍ରଥମ ନାଟକ। ପ୍ରଥମେ ଆଗରୁ ବାପା କରିଥିଲେ 2-3ଟା ବହି, ତାପରେ ମତେ ଏ ବର୍ଷ ପାକୁ ବାବୁ ସୁଯୋଗ ଦେଇଛନ୍ତି ଏଇ ପାର୍ଟି ନାଟକ କରିବା ପାଇଁ। ଏ ପାର୍ଟି ପ୍ରତି ମୋର ବହୁତ ଦିନରୁ ଲୋଭ ଥିଲା, ଆନ୍ତରିକତା ଥିଲା, କିନ୍ତୁ ଲୋଭ ଥିଲା ଏଇ ପାର୍ଟିରେ ଥରେ ଗୋଟେ ନାଟକ ଅନ୍ତତଃ ଯାତ୍ରା ଜଗତରେ ଥିଲା ପର୍ଯ୍ୟନ୍ତ ମୁଁ କରିଦିଏ। ତେଣୁ ମତେ ଏ ବର୍ଷ ସୁଯୋଗ ମିଳିଛି। ଆଉ ଏ ପାର୍ଟିରେ କଳାକାର ଯେଉଁମାନେ ସବୁ ଅଛନ୍ତି ସମସ୍ତେ ବହୁତ ଭଲ, ଆଉ ଡିସିପ୍ଲିନ ବି ତାଙ୍କର ଅଛି, କଳାକାର ମାନଙ୍କର ଡିସିପ୍ଲିନ ଅଛି, ରେସପେକ୍ଟ ଅଛି। ତେଣୁ ଏଇ ପ୍ରକାରର କଳାକାର ମାନଙ୍କ ଭିତରେ ମୁଁ ନାଟକଟା କରିବାକୁ ଯାଉଛି, ଜଗା ଧରିଛି ଜୀବନ ପଘା। ଦେଖିବା, ଆଜି ତ ବହି ପୂଜା ହେଲା, ଆରମ୍ଭ ହେଲା, ଆଗକୁ କଣ ହଉଛି ମାଙ୍କ ଇଚ୍ଛା। ଉଚ୍ଚ ରହିବ ବୋଲି ଗୋଟେ ଲେଖକ ଇଚ୍ଛା କରିଥାଏ। ଉଚ୍ଚ ମାନର କାହାଣୀ କରିବ, ତାକୁ ସଜେଇବ। ଏଇ କାହାଣୀଟି ଟିକେ ଅଲଗା ମୁଁ ତିଆରି କରିଛି, ଚିରାଚରିତ ନାଟକଠୁ ଟିକେ ଅଲଗା କରିଛି କୋଣାର୍କ ଗଣନାଟ୍ୟ ପାଇଁ। ତେଣୁ ଆଶା କରୁଛି ନାଟକଟି କଳାକାର ମାନଙ୍କୁ, ମାଲିକଙ୍କୁ ଆଉ ଆମର ଦର୍ଶକ ବନ୍ଧୁ ମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଦର୍ଶକ ମାନେ ଇଞ୍ଜିନିୟର ଆଶୁତୋଷ ମହାପାତ୍ର ନାଟକ ଦେଖିବା ପାଇଁ କିଛି ଦର୍ଶକ ଅଛନ୍ତି, ଭଲ ଦର୍ଶକ ଅଛନ୍ତି, ଯୋଉମାନେ ହାତ ଗଣତି ଦର୍ଶକ, ସମସ୍ତେ ଦର୍ଶକ ନୁହନ୍ତି, କିନ୍ତୁ ହାତ ଗଣତି ଯେତିକି ଦର୍ଶକ ଅଛନ୍ତି ସେମାନେ କିଛି ନୂଆ ଟେଷ୍ଟ ପାଆନ୍ତି, ନୂଆ କିଛି ଜିନିଷ ଦେଖିବାକୁ ପାଆନ୍ତି। ହଁ, କଣ ଗୋଟେ ହେଇଥିବ, ସେଥିପାଇଁ କିଛି ଦର୍ଶକ ଅଛନ୍ତି ଯୋଉମାନେ ମୋ ନାଟକ ଦେଖିବାକୁ ଆସନ୍ତି। ଆଉ ସେ ଦର୍ଶକ ମାନଙ୍କୁ ବି ଧନ୍ୟବାଦ ଦେବି, ଯୋଉମାନେ ନ ଜାଣିକି ବି ଆସନ୍ତି ଆଉ ନାଟକକୁ ହିଟ୍ କରାନ୍ତି। କୋଣାର୍କ ଗଣନାଟ୍ୟରେ ଜଗା ଧରିଛି ଜୀବନ ପଘା, ୟା ପରେ ସ୍ୱର୍ଣ୍ଣ ମହଲରେ ଗରିବର ଦୁଃଖ ଦେଖିଛି କିଏ, ତାପରେ ରଙ୍ଗମହଲରେ ପାପ ଜାଣିନି କି ପୁଣ୍ୟ ଜାଣିନି, ତାପରେ ଧଉଳି ଗଣନାଟ୍ୟରେ ବି ପ୍ରଥମ ଥର ପାଇଁ ଯାଉଛି ଲୁହରେ ଲୁହରେ ରାତି ପାହିଲା।